ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ଗପ ମହାନ ସ୍ୱାଧୀ। ପ୍ରମୋଦତ୍ତ ଯେତେବେଳେ କାଶୀ ରାଜ୍ୟରେ ରାଜତ୍ୱ କରୁଥିଲେ, ବୋଧିସତ୍ତ୍ୱ ସେତେବେଳେ କାଶୀ ସମୀପରିସ୍ଥିତ ଏକ ଗ୍ରାମରେ କୌଣସି ଏକ ସମ୍ପନ୍ନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାଦିନରୁ ସବୁ ବିଦ୍ୟାରେ ପାରଙ୍ଗମ ହୋଇ ଉଠିଲେ। ଯୁବ ବୟସ ପ୍ରାପ୍ତ ହୁଅନ୍ତେ ତାଙ୍କର ପିତା ତାଙ୍କୁ ସୁଜାତା ନାମ୍ନୀ ଏକ ରୂପବତୀ ଆଉ ଗୁଣବତୀ କନ୍ୟା ସହିତ ବିବାହ କରାଇଲେ। ସୁଜାତା ଶାଶୁ, ଶ୍ୱଶୁର ଓ ସ୍ୱାମୀଙ୍କୁ ଅତି ଶ୍ରଦ୍ଧା ଓ ଭକ୍ତିର ସହିତ ସେବା କରୁଥାନ୍ତି। ତାଙ୍କର ସଦ୍ଗୁଣ ଯୋଗୁଁ ବୋଧିସତ୍ତ୍ୱ ତାଙ୍କ ପ୍ରତି ଅତ୍ୟନ୍ତ ଅନୁରାଗୀ ଥିଲେ। ଦିନେ ସୁଜାତା ସ୍ୱାମୀଙ୍କୁ କହିଲେ, ମୋର ବାପା ମାଆଙ୍କର ବହୁତ ବୟସ ହୋଇଗଲାଣି। ସେମାନଙ୍କୁ ଥରେ ଦେଖି ଆସିବାକୁ ମୋର ଇଚ୍ଛା ହେଉଛି। ତମେ ବି ମୋ ସହିତ ଆସ। ଦେଖି ପୁଣି ଅଳ୍ପ ଦିନ ମଧ୍ୟରେ ଫେରିଆସିବା। ସୁଜାତାର ଏଇ ଇଚ୍ଛା ଜାଣି ବୋଧିସତ୍ତ୍ୱ ଖୁବ୍ ଖୁସି ହେଲେ ଆଉ କହିଲେ, ଭଲ କଥା, ଆମେ ଦୁଇଜଣ ନିଶ୍ଚୟ ଯାଇ ତାଙ୍କୁ ଦେଖା କରି ଆସିବା। ମୋର ମଧ୍ୟ ସେମାନଙ୍କୁ ଦେଖିବାକୁ ଇଚ୍ଛା ହେଉଥିଲା, କିନ୍ତୁ ଘରେ ଏତେ କାମଦାମ ଯୋଗୁଁ ମୁଁ ଚୁପ୍ ରହିଥିଲି। ପରଦିନ ହିଁ ଦୁହେଁ ଏକ ବଳଦ ଗାଡ଼ିରେ ଜିନିଷପତ୍ର ଲଦି ଯାତ୍ରା ଆରମ୍ଭ କରିଦେଲେ। ସୁଜାତା ଗାଡ଼ିରେ ବସିଥାଏ ଆଉ ତାର ସ୍ୱାମୀ ଗାଡ଼ି ଚଳାଉଥାନ୍ତି। ଯେତେବେଳେ ସେମାନେ କାଶୀନଗରର ସୀମାରେ ପହଞ୍ଚିଲେ, ସେତେବେଳେ ଗୋଟେ ଗଛ ପାଖରେ ଗାଡ଼ି ରଖିଲେ ଆଉ ବଳଦମାନଙ୍କୁ ଖୋଲିଦେଲେ। ସେମାନେ ନିକଟସ୍ଥ ପୁଷ୍କରିଣୀରେ ଗୋଡ଼ ହାତ ଧୋଇ ଖିଆପିଆ କଲେ ଆଉ କିଛି ସମୟ ବିଶ୍ରାମ ନେବା ପରେ ପୁଣି ଗାଡ଼ିରେ ବଳଦ ଯୋଚି କାଶୀନଗର ଭିତରକୁ ଚାଲିଲେ। ଠିକ୍ ସେତିକିବେଳେ କାଶୀର ରାଜା ହାତୀ ଉପରେ ବସି ଦଳବଳ ସହ ନଗର ବୁଲି ବାହାରିଥିଲେ। ରାଜାଙ୍କୁ ଦେଖିବେ ବୋଲି ସୁଜାତା ଗାଡ଼ିରେ ନ ବସି ରାସ୍ତାରେ ଚାଲିବା ପାଇଁ ତାର ସ୍ୱାମୀଙ୍କୁ କହିଲା। ଦୁହେଁ ଗାଡ଼ି ସହିତ ଚାଲି ଚାଲି ଯାଉଥାନ୍ତି। ରାଜାଙ୍କ ଦଳ ସେମାନଙ୍କୁ ଅତିକ୍ରମ କରିଯିବା ବେଳେ ସୁନ୍ଦରୀ ସୁଜାତାଙ୍କ ଉପରେ ରାଜାଙ୍କ ଦୃଷ୍ଟି ପଡ଼ିଲା। ସେ ରାଜପରିଚାରମାନଙ୍କୁ ପଚାରି ବୁଝିଲେ ସୁଜାତା କାହାର ଝିଅ ଆଉ କାହାର ସ୍ତ୍ରୀ। ତାପରେ ମନେ ମନେ ସ୍ଥିର କଲେ, ଯେକୌଣସି ଉପାୟରେ ବୋଧିସତ୍ତ୍ୱଙ୍କୁ ମାରି ସୁଜାତାଙ୍କୁ ପାଟରାଣୀ କରିବାକୁ ହେବ। ସେଥିପାଇଁ ରାଜା ଏକ ଯୋଜନା ପ୍ରସ୍ତୁତ କଲେ। ସେ ତାଙ୍କର ଏକ ବିଶ୍ୱସ୍ତ ଭାତୃକୁ ଡାକି କହିଲେ, ତୁ ଯାଇ ଏଇ ରାଜମୁକୁଟ ଅତି ଗୋପନରେ ସେମାନଙ୍କ ଗାଡ଼ିରେ ରଖିଦେଇ ଆସ। ଭାତୃଟି ରାଜାଙ୍କ ଆଜ୍ଞା ମାନି ସେହିପରି କଲା। କିଛି ସମୟ ପରେ ହଠାତ୍ ରାଜାଙ୍କ ପାଖରୁ କୋଳାହଳ ସୃଷ୍ଟି ହେଲା। ସମସ୍ତେ କହୁଛନ୍ତି ଯେ ରାଜାଙ୍କ ମୁକୁଟ କିଏ ଚୋରି କରି ନେଇଛି। ରାଜା ତାଙ୍କର ସିପାହୀମାନଙ୍କୁ ଆଦେଶ ଦେଲେ ଯେ ଚୋର ଶୀଘ୍ର ଯେପରି ଧରା ହୋଇଆସେ। ଅନେକ ଖୋଜାଖୋଜି ପରେ ବୋଧିସତ୍ତ୍ୱଙ୍କ ବଳଦ ଗାଡ଼ିରୁ ଅପହୃତ ମୁକୁଟଟି ମିଳିଲା। ସିପାହୀମାନେ ବୋଧିସତ୍ତ୍ୱଙ୍କୁ ଚୋର ଭାବି ତାଙ୍କୁ ଟାଣି ଟାଣି ନେଇ ରାଜାଙ୍କ ପାଖରେ ହାଜିର କରାଇଲେ। ବୋଧିସତ୍ତ୍ୱ କିଛି କହିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। ରାଜା କ୍ରୋଧ ହୋଇ କହିଲେ, କ'ଣ ଏଇ ମୋର ମୁକୁଟ ଚୋରାଇଛି? ଏହାକୁ ନେଇ ଶୀଘ୍ର ଏହାର ଶିରଚ୍ଛେଦ କର। ନିଜ ଯୋଜନା ସଫଳ ହେବାର ଦେଖି ରାଜା ବହୁତ ଖୁସି ହେଲେ। ଏଣେ ରାଜସେବକମାନେ ବୋଧିସତ୍ତ୍ୱଙ୍କ ରାଜପଥ ଉପରେ ପିଟି ପିଟି ଅନେକ ଅପମାନ ଦେଇ ନେଉଥାନ୍ତି ବଧ କରିବା ସ୍ଥାନକୁ। ଏସବୁ ଦେଖି ସୁଜାତା କିଛି ବୁଝି ନ ପାରି ସ୍ୱାମୀଙ୍କ ପଛେ ପଛେ କାନ୍ଦି କାନ୍ଦି ଗୋଡ଼ଉଥାନ୍ତି। ସେ ବିଳାପ କରୁ କରୁ କହୁଥାନ୍ତି, ମୋରି ପାଇଁ ହିଁ ତମର ଏ ଦଶା। କାନ୍ଦି କାନ୍ଦି ଯାଇ ସେ ମଧ୍ୟ ବଧସ୍ଥଳରେ ପହଞ୍ଚିଲେ। ସେଠାରେ ପହଞ୍ଚି ସେ ଭଗବାନଙ୍କୁ ପ୍ରାର୍ଥନା କରି ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି କହିଲେ, କ'ଣ ଏପରି ନିରପରାଧ ଆଉ ସରଳ ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଭଗବାନ ନାହାନ୍ତି? ମହାନ ସ୍ୱାଧୀ ସୁଜାତାଙ୍କର ଏହି ବିଳାପ ଶୁଣି ଇନ୍ଦ୍ରଙ୍କର ଆସନ କମ୍ପିଲା। ଇନ୍ଦ୍ର ଆଶ୍ଚର୍ଯ୍ୟ ହୋଇ କାରଣ ଜାଣିବାକୁ ଚାହିଁଲେ ଆଉ ଦିବ୍ୟ ଦୃଷ୍ଟିରେ ସବୁ ଦେଖିପାରିଲେ ଆଉ ଜାଣିପାରିଲେ। ସେ ନିଜର ଦିବ୍ୟ ଶକ୍ତି ଦ୍ୱାରା ରାଜା ଓ ବୋଧିସତ୍ତ୍ୱଙ୍କ ସ୍ଥାନ ଅଦଳ ବଦଳ କରିଦେଲେ। ରାଜା ଓ ବୋଧିସତ୍ତ୍ୱଙ୍କର ପୋଷାକ ଇତ୍ୟାଦିରୁ ଏକଥା କେହି ଜାଣିପାରିଲେ ନାହିଁ। ରାଜଦେଶ ଯୋଗୁଁ ଯିଏ ମଲା ସିଏ ନିଜେ ହିଁ ରାଜା। ଏକଥା ବଧ ହେବା ପରେ ମୃତଦେହ ଦେଖି ସେମାନେ ଚିହ୍ନିଲେ। ଏହା ଥିଲା ନୂଆ କଥା। ପରକ୍ଷଣରେ ରାଜଲୋକ ଏପରି ଘଟଣା ଘଟିବାର ଉପଲବ୍ଧ କରି ଆଶ୍ଚର୍ଯ୍ୟ ହେଲେ ଆଉ କିପରି ଘଟିଲା କାରଣ ଜାଣିବାକୁ ଚାହିଁଲେ। ଠିକ୍ ଏହି ସମୟରେ ଦେବରାଜ ଇନ୍ଦ୍ର ଜନତା ଓ ବୋଧିସତ୍ତ୍ୱଙ୍କୁ ଦର୍ଶନ ଦେଇ କହିଲେ, ଆଜିଠାରୁ ବୋଧିସତ୍ତ୍ୱ ହେଉଛନ୍ତି ତୁମମାନଙ୍କ ରାଜା ଆଉ ସୁଜାତା ହେଉଛନ୍ତି ପାଟରାଣୀ। ତାପରେ ଇନ୍ଦ୍ର ଅଦୃଶ୍ୟ ହୋଇଗଲେ। ରାଜ୍ୟ ଲୋକେ ଏକଥା ଶୁଣି ଖୁସି ହେଲେ ଆଉ କହିଲେ, ଦୁଷ୍ଟ ରାଜାର ପାପ ଏତେ ବଢ଼ି ଯାଇଥିଲା ଯେ ଏପରି ପରିଣତ ତା ପାଇଁ ଥିଲା ଅନିବାର୍ଯ୍ୟ। ତାପରେ ଇନ୍ଦ୍ରଙ୍କ ଆଦେଶ ଅନୁସାରେ ପ୍ରଜାମାନେ ବୋଧିସତ୍ତ୍ୱ ଓ ସୁଜାତାଙ୍କୁ ସିଂହାସନରେ ବସାଇ ରାଜାରାଣୀ ରୂପେ ଅଭିଷେକ କରାଇଲେ। ସେହି ଦିନଠାରୁ କାଶୀ ରାଜ୍ୟରେ ଧର୍ମାଚରଣ ହେବାକୁ ଲାଗିଲା। ଠିକ୍ ସମୟରେ ବର୍ଷା ହେଲା। ରୋଗୀ ଦୁଃଖୀ କେହି ରହିଲେ ନାହିଁ। ସାରା ରାଜ୍ୟର ଲୋକ ନୂଆ ରାଜାଙ୍କ ଶାସନରେ ଆନନ୍ଦରେ କାଳାତିପାତ କରିବାକୁ ଲାଗିଲେ। ବୋଧିସତ୍ତ୍ୱ ନିଜ ଶାସନକାଳ ମଧ୍ୟରେ ଲୋକଙ୍କୁ ବାରମ୍ବାର ବୁଝାଉଥାନ୍ତି ଯେ ପାପ କରି କେହି ଖସିପାରେ ନାହିଁ। ଏହି ଜନ୍ମରେ ନହେଲେ ପରଜନ୍ମରେ ପାପ ପାଇଁ ଶାସ୍ତି ପାଇବାକୁ ହିଁ ହୁଏ। କିଛି ନହେଲେ ମଣିଷ ନିଜ ଚେତନାରେ କଷ୍ଟ ପାଏ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗପ ମହାନ ସାଧ୍ୱୀ।